मंचर समस्त अतिथि मान मुख्य अतिथि तथा ऐतिहासिक श्रीयुक्त सत्यवादी बलियार सिंह महोदय एवं आमर संवाद वज्रक्रीड़ा एडिटर ईश्वर चंद्र मंगराज महोदय को अनुरोध करी से बर्तमान एवं सहित आम परिचालन कमिटी सदस्यवृंद एवं मोर सहयोगी प्रतिष्ठाता विनायक सार हाईस्कूल प्रधान शिक्षक हाईस्कूल प्रधान शिक्षक कलाकार समस्त आम जा बर्तमान जगन्नाथ फोटो उपर आम पुष्पमाला अर्पण करवा सभा कार्य आरंभ कर शंख मध्ये शतदल कमले रत्न सिंहासनस्थं सर्वालंकार युक्तं नवघन रुचिरं संस्कृतं चाग्रजनं भद्राय ब्रह्मणे रथचरणगीतं ब्रह्मरुन्द्रेन्द्र वन्द्यं देवानां सारमेकं सकल गुणगीतं ब्रह्मदारो स्मरामि ओंकार बिंदु संयुक्तं नित्यधयन्ति योगिनः कामदं मुख्यदं चैव ओंकाराय नमो नमः ओम असत्तम सद्गमय तमोसम ज्योतिर्गमय मृत्युमामृतगमय ओम सहना भवन्तु सहनौ भुनन्तु सह वीर्य करवावहै सरग सुसमागढ़ी बुआ मेरे फिरिंगी शासन बिना पाइक गढ़र इतिहास में राम चर शांति दूत में जनाउछु स्वागतम 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 अतिथि हे स्वागतम 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 अतिथि हे स्वागतम आमे ही गढ़ी नूतन कोणार्क मन मंदिर रे पुणी कल्पना राज्यर नूतन भावना विकास करिबु पुणी तब आगमने पुलकित सर्वे खुशीर जुआर पुरी उठे गर्वे ए विद्या मंदिरे आम स्वागतम स्वागतम अतिथि हे स्वागतम 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 अतिथि हे स्वागतम उत्कल माटीर योग्य रामसुत आहे शिक्षा महारथी गाड़ी दिया तब आशीर्वाद ज्योति रखी जीव जस कीर्ति तुम्हारी आदेश तुम्हारी आशीष चिर सदा सुखी तुम्हारी परस ए विद्या मंदिर स्वागतम स्वागतम अतिथि हे स्वागतम 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 अतिथि हे स्वागतम इतिहास जार गौरव गाए रे एही से कोरोधा गढ़ जय राजगुरु बक्सी जगबंधु भाषा तंक तीक्ष्ण धार पाई कबीरंक किंकर मेरे धर्म पद बाजी राउत मेरे नूतन भावना स्वागतम स्वागतम अतिथि हे स्वागतम 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 अतिथि हे स्वागतम 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 अतिथि हे स्वागतम
ଶିକ୍ଷାକାର୍ଯ୍ୟକୁ ପରିପୂର୍ଣ୍ଣତା ତଥା এই ବାର୍ଷିକ ଉତ୍ସବ ପରିପୂର୍ଣ୍ଣତା ନିମନ୍ତେ ଯେଉଁ କାର୍ଯ୍ୟକ୍ରମ ନିଆଯାଇଛି ସେଥିରେ ରହିଛି ଆମର এই শুভেচ্ছুମାନଙ୍କର ସମ୍ୟକ ପରିଚୟ ପ୍ରଦାନ ନିମନ୍ତେ ମୋତେ ବ୍ୟବସ୍ଥା କରାଯାଇଛି। ତେଣୁ ସେମାନଙ୍କର ପରିଚୟ ପ୍ରଦାନ ନିମନ୍ତେ ମୁଁ ସମୟ କରି କିଛି ବ୍ୟବସ୍ଥା କରୁଛି। ତେବେ ଆମର ପରିଚାଳନା ସମିତିର ଅନ୍ୟତମ ସଦସ୍ୟ ଆସି ପହଞ୍ଚି ପାରିଛନ୍ତି, ତାଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି ଆମ ପାଖରେ ଆସି ଉପସ୍ଥିତ ହେବା ପାଇଁକା। ତେବେ ଆମ ଗଣରେ ଯେଉଁମାନେ ରହିଛେ ସେମାନେ ମଧ୍ୟରୁ ଆମ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବସନ୍ତ କୁମାର ଦାସ ମହୋଦୟଙ୍କୁ ମୁଁ ଆପଣଙ୍କ ସହିତ ପରିଚୟ ପ୍ରଦାନ କରାଉଛି। କିନ୍ତୁ ଏହି ପରିଚୟ ପ୍ରଦାନ କରାଇବା ମୋ ପକ୍ଷେ ଦୁଷ୍ଟତା କାରଣ ତୁମେମାନେ ଆପଣମାନେ ସମସ୍ତେ ଆମେ ତାଙ୍କୁ ଭଲ ଭାବରେ ଜାଣିଛନ୍ତି। ସେ ଏଠି କ'ଣ କରୁଛନ୍ତି, କ'ଣ କରିଛନ୍ତି ଓ କ'ଣ ସବୁ କରାଇବାକୁ ପ୍ରୟାସ ରଖିଛନ୍ତି ତାହା ସମସ୍ତେ ଜାଣିଛନ୍ତି। ସେ ବିଦ୍ୟାଳୟକୁ ନିର୍ମାଣ କରିବାରେ ତାଙ୍କର ପରିଚାଳନା କରିବାରେ ଏବଂ ଆଗକୁ ନେବାରେ ଯେଉଁ ଦାୟିତ୍ୱ ସବୁ ବହନ କରିଛନ୍ତି ତାହା ଅନନ୍ୟ ଉଦାହରଣ। ତେବେ ବିଦ୍ୟାଳୟର ସହ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଆମର ନିରାକାର ସାର୍ ମହୋଦୟ, ଶ୍ରୀଯୁକ୍ତ ନିରାକାର ପ୍ରଧାନ ମହୋଦୟ, ସେ ମଧ୍ୟ ଏ ବିଦ୍ୟାଳୟ 1990 ମସିହାରୁ ମାନେ ଆରମ୍ଭ କରି ଏ ପର୍ଯ୍ୟନ୍ତ ଏହାକୁ ଲକ୍ଷ୍ୟ ପଥରେ ପରିଚାଳନା କରିବାରେ ତାଙ୍କର ବିଭିନ୍ନ ପ୍ରକାରର ସହଯୋଗ ଏବଂ ପ୍ରତ୍ୟକ୍ଷ ପରୋକ୍ଷ ଚିନ୍ତାଧାରା ରହିଛି। ତୁମେମାନେ ମଧ୍ୟ ତାଙ୍କୁ ଭଲ ଭାବରେ ଜାଣିଅଛ। ଆଜି ଆମ ଗାଁରେ ଆମ ମୁଖ୍ୟ ଆକର୍ଷଣ ଭାବରେ ଯାହାକୁ ପାଇଛେ ସେ ଆମର ବିଦ୍ୟାଳୟର ଜଣେ ପରିବାର ସଦସ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ବିଦ୍ୟାଳୟର ଜଣେ ଆଡଭାଇଜର ଏବଂ ଶ୍ରୀଯୁକ୍ତ ସତ୍ୟବାଦୀ ବଳିଆ ସିଂ ମହୋଦୟ ଜଣେ ଅନନ୍ୟ ପ୍ରତିଭାର ଉଦାହରଣ। ସେ ମହାଶୟ ଜଣେ ସୁଲେଖକ, ସୁବକ୍ତା, ଜଣେ ଐତିହାସିକ, ଜଣେ ଶିକ୍ଷାବିଦ, ଏକାଥରେ ଅନେକ ଉଦାହରଣ ବା ଅନେକ ସେ ତାଙ୍କ ଚିନ୍ତାଧାରାର ବ୍ୟକ୍ତି ଅଛନ୍ତି। ସେ ବିଦ୍ୟାଳୟକୁ ମଧ୍ୟ ସେ ପରିଚାଳନା କରିବାରେ ତାଙ୍କର କମ୍ ହୃଦୟସ୍ଥ ନୁହନ୍ତି। ଏବଂ ମୁଖ୍ୟ ବକ୍ତା ଭାବରେ ଯାହାକୁ ଆମେ ପାଇଛେ ସେ ମହାଶୟ ହେଉଛନ୍ତି ଈଶ୍ୱର ଚନ୍ଦ୍ର ମଙ୍ଗରାଜ ମହୋଦୟ। ତାଙ୍କ ପାଖରେ ଖୁବ୍ କମ୍ ସମୟ ମଧ୍ୟରେ ଆମେ ମଧ୍ୟ ପହଞ୍ଚି ପାରିଥିଲୁ ଏବଂ ଯାହାକୁ ଆମ କଥା ରକ୍ଷା କରି ସେ ଆମ ପାଖରେ ପହଞ୍ଚିଛନ୍ତି। ସେ ହେଉଛନ୍ତି ବଜ୍ରକିଳା ଏବଂ ଆମର ପର୍ଯ୍ୟବେକ୍ଷକର ଦୁଇଟି ପତ୍ରିକାର ସମ୍ପାଦକ ପ୍ରତିଷ୍ଠାତା ଏବଂ ସେ ଏହାକୁ କିଭଳି ଭାବରେ ଚଳାଇ ଆସିଛନ୍ତି ତାହା ଆମେ ଭଲ ଭାବରେ ଅନୁଭବ କରିପାରୁଅଛୁ। ଏ ସମାଜକୁ ମୁଖ୍ୟ ସ୍ରୋତରେ ଆଣିବା ପାଇଁକା ତାଙ୍କର ଯେଉଁ ପ୍ରଚେଷ୍ଟା ପ୍ରୟାସ ଜାରି ରହିଛି, ଭଗବାନ ତାଙ୍କର ମଙ୍ଗଳ କରନ୍ତୁ, ଭବିଷ୍ୟତ ଚଲାପଥ ଉନ୍ନତ କରନ୍ତୁ। ସେ ଆମ ପାଖରେ ଆଜି ପହଞ୍ଚି ମୁଖ୍ୟ ବକ୍ତା ଭାବରେ ପହଞ୍ଚି ପାରିଛନ୍ତି, ଯାହାକୁ ଅଶେଷ ଅଶେଷ ଧନ୍ୟବାଦ। ତାପରେ ଏ ବିଦ୍ୟାଳୟର ବରିଷ୍ଠ ପରିଚାଳନା ସମିତି ଆମର ଅଛି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଷଷ୍ଠୀ ପ୍ରସାଦ ଦାସ ମହୋଦୟ। ସେ ଆମର 2006 ମସିହାରୁ ଆମ ସହିତ ରହି ବିଦ୍ୟାଳୟର ହାଇସ୍କୁଲ ତିଆରି କରିବା ତାଙ୍କର ଯେଉଁ କର୍ମ କର୍ତ୍ତବ୍ୟ ତାକୁ କିପରି ସମ୍ପାଦନ କରିପାରୁଛନ୍ତି ତମେମାନେ ନିଜେ ଅନୁଭବ କରିପାରୁଥିବ। ଠିକ୍ ସମୟରେ ବିଦ୍ୟାଳୟରେ ପହଞ୍ଚିବା, ବିଦ୍ୟାଳୟର ଅଫିସିଆଲ କାର୍ଯ୍ୟଗୁଡ଼ିକୁ ନିଶ୍ଚିତ ସୁନ୍ଦର ଭାବରେ ପରିଚାଳନା କରିବା ଏବଂ ସରକାରୀ ଅନୁଷ୍ଠାନରେ ତାକୁ ପହଞ୍ଚିବାରେ ତାଙ୍କର ଯେଉଁ ନିପୁଣତା ରହିଛି ତାହା ନିଶ୍ଚୟ ଆମ ପାଇଁକା লিপিবদ্ধ ରହିବ, ଏଥିରେ ସନ୍ଦେହ ନାହିଁ। ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ୱେତାଲିନା ଦାସ ମହୋଦୟ ସେ ମଧ୍ୟ ଖୁବ୍ ଅଳ୍ପ ଦିନ ଏଠିକି ଆସିଛନ୍ତି ଏବଂ ତାଙ୍କର ଯେଉଁ ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ମଧ୍ୟ ଆମେ ନିଶ୍ଚିତ ଭାବରେ ଅନୁଭବ କରିପାରୁଛେ। ତେଣୁ ସୁଦକ୍ଷା ସେ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ନିଶ୍ଚୟ ନିଜକୁ ରହିପଡ଼ିବେ ଏବଂ ଭବିଷ୍ୟତ ତାଙ୍କର ମଙ୍ଗଳମୟ କରନ୍ତୁ। ସେ ଆମ ପାଖରେ ମଧ୍ୟ ଉପସ୍ଥିତ ଅଛନ୍ତି, ଏ କାର୍ଯ୍ୟକୁ ମଧ୍ୟ ସେ ପରିଚାଳନା ତ୍ୱରାନ୍ୱିତ କରୁଅଛନ୍ତି। ଏ ବିଦ୍ୟାଳୟ ପରିଚାଳନା ସମିତିର ଅନ୍ୟତମ ସଦସ୍ୟ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବ୍ରଜବଂଶ ରାୟ ମହୋଦୟ ସେ କିଭଳି ଭାବରେ ଆମ ବିଦ୍ୟାଳୟକୁ ପରିଚାଳନା କରୁଛନ୍ତି। ଏ ବିଦ୍ୟାଳୟକୁ ଗଢ଼ି ତୋଳିବାରେ 1990 ମସିହାରୁ ତାଙ୍କର ଏଠାରେ ଯେଉଁଭଳି କାର୍ଯ୍ୟକ୍ରମ ସେ ନେଇଛନ୍ତି ତାହା ଉଦାହରଣ ଦିଆଯାଇଛି। ଏବଂ ତାପରେ ଆମ ପାଖରେ ଅଛନ୍ତି ବିଦ୍ୟାଳୟର ଅନ୍ୟତମ ପରିଚାଳନା ସଦସ୍ୟ ଶ୍ରୀଯୁକ୍ତ ସୁଧାଂଶୁ ଚନ୍ଦ୍ର ଦାସ ମହୋଦୟ। ପିଲାମାନେ ତାଙ୍କୁ ସମସ୍ତେ ପ୍ରତ୍ୟେକ ସପ୍ତାହରେ ପ୍ରତି 15 ଦିନ ଲେଖୁଥିବ ଭାଇ ସମସ୍ତଙ୍କର ଭାଇନା ସିଏ ସୁଧାଂଶୁ ଭାଇନା ସୁଧାଂଶୁ ଦାସ ମହୋଦୟ ଏବଂ ତୁମମାନଙ୍କ ସହିତ ସମ୍ପର୍କ ରଖିବା ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେବାରେ ସେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି। ମେରୁଦଣ୍ଡ ଭାବରେ ବିଦ୍ୟାଳୟରେ ସେ କାର୍ଯ୍ୟ କରି ଆସିଛନ୍ତି, ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏବଂ ଆମ ପାଖରେ ମଧ୍ୟ ପହଞ୍ଚନ୍ତି ପରିଚାଳନା ସମିତିର ସଦସ୍ୟ ଶ୍ରୀଯୁକ୍ତ ବଂଶୀଧର ଦାସ ମହୋଦୟ। ସେ ଆମର ପରିଚାଳନା ସମିତି ସଦସ୍ୟ ମଧ୍ୟ 1995 ମସିହାରେ ଆମ ପାଖରେ ମଧ୍ୟ ରହି ଆସିଛନ୍ତି। ବିଦ୍ୟାଳୟ ଗଢ଼ି ତୋଳିବାରେ ତାଙ୍କର ମଧ୍ୟ ଯଥେଷ୍ଟ ଅବଦାନ ରହିଅଛି। ଏମାନଙ୍କର ଅନନ୍ୟ ପ୍ରତିଭାରେ ପରିପୂର୍ଣ୍ଣ ସବୁମାନେ ପିଲାମାନେ ବା ଏମାନେ ଅନେକ କଥା ଜାଣିଲେ ମଧ୍ୟ ଆମର ଅଲ୍ ଥିଙ୍ଗସ୍ ଆର୍ ନୋନ୍ ମାଷ୍ଟର ଅଫ୍ ଭଗବାନ ଏମାନେ ସମସ୍ତେ ସବୁ ଜାଣନ୍ତି, କିନ୍ତୁ ସମସ୍ତଙ୍କର ଅଲଗା ଅଲଗା କାର୍ଯ୍ୟ ଦରକାର ରହିଛି। କିଏ ସେ ଖେଳରେ ଆଗୁଆ ତମମାନଙ୍କ ମଧ୍ୟରେ ଯେମିତି କହୁଛି, କିଏ ସେ ପାଠ ପଢ଼ାରେ ସେଭଳି ଭାବରେ ସମସ୍ତଙ୍କର ଆମେ ଯିଏ ବସିଛନ୍ତି ସମସ୍ତେ ଗୋଟେ ଗୋଟେ ସିଧା ଉଷ୍ଟା ସମସ୍ତେ ତାଙ୍କ ବିଷୟରେ ଅଧିକ କିଛି କହୁନି। ଏତିକି କହି ମୋର ପରିଚୟ ପ୍ରଦାନ ଶେଷ କରୁଛି। ଧନ୍ୟବାଦ।
धन्यवाद ललाट बाबू आपण सुंदर भाव आपण अतिथि मानकर परिचय प्रदान कर अभिभाषण रखू टिके पिलामानकर सांस्कृतिक कार्यक्रम आम आगे नवा तापर आम अभिभाषण रखा शिशु विद्यामंदिर उद्घाटन उत्सव आम पाखे उपस्थित मुख्य अतिथि तथा शिक्षाविद सत्यवादी मलय सिंह महोदय मुख्य वक्ता भाव में ईश्वर चंद्र मंगराज जे कि आमर संवाद पर्यवेक्षक जे सांबादिक एवं एडिटर बजार केन्द्र एडिटर ता सहित आम पाखे उपस्थित अच्छा
ମୋର ସହଯୋଗୀ ନିରାକେଶ ସାର୍ ଏବଂ ଏମ୍ଏସ୍ ସ୍କୁଲର ପ୍ରଧାନ ଶିକ୍ଷକ ଲଲାଟ ବାବୁ, ଷଷ୍ଠୀ ବାବୁ, ସଦରୀନା ମ୍ୟାଡ଼ାମ ଓ ପରିଚାଳନା କମିଟିର ରଜବାବୁ, ବଂଶୀ ବାବୁ, ସୁଧାଂଶୁ ବାବୁ ଏବଂ ଉପସ୍ଥିତ ସମସ୍ତ ଅଭିଭାବକ ଅଭିଭାବିକା, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମୋର ଶ୍ରଦ୍ଧେୟ ଛାତ୍ରଛାତ୍ରୀମାନେ, ପିଲାମାନେ ଖାଲି ପାଠ ପଢ଼ିଲେ ଆମ ବିଦ୍ୟାଳୟରେ ଆମେ ସବୁକିଛି ଉପଲବ୍ଧି କରିପାରିନଥାଉ। ତେଣୁ ସେଥିପାଇଁ ବିଦ୍ୟାଳୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇଥାଏ। ତମମାନେ ବିଭିନ୍ନ ପ୍ରକାର ଜୟନ୍ତୀ ପାଳନ କରୁଛ। ଆମେ କିଛି ଦିନ ତଳେ ବଣଭୋଜି କରିବା ପାଇଁ ଯାଇଥିଲେ ଚିଲିକା ଏବଂ ନିର୍ମଳଝର ଯାଇଥିଲେ। ତା ସହିତ ଆମର ବିଭିନ୍ନ ପ୍ରକାର ଗଣେଶ ପୂଜା, ସରସ୍ୱତୀ ପୂଜା ହେଉଛି ଏବଂ ତମ ଭିତରେ କୌତୁକ ପୋଷାକ ପ୍ରତିଯୋଗିତା କରାଯାଉଛି ଏବଂ এই ନାଚ ଗୀତ ତମ ଭିତରେ কিভাবে ভাবে তম ভিতরে অন্তর্নিহিত শক্তির বিকাশ করা এ বিদ্যালয় প্রতিষ্ঠা করা যাইছি। খালি পাঠ পড়া সহিত অন্তর্নিহিত বিকাশ যদি নই পারিব, গোটে পিলার শারীরিক, মানসিক, সামাজিক, নৈতিক গুণর বিকাশ করা হলে আমକୁ এই বিদ্যালয়ের আবশ্যকতা রয়েছে। বিদ্যালয়ে খালি পাঠ পড়লে আমি পূর্ণ বিকাশ হয়ে পারিব না। তেণু ସେଥିପାଇଁ ଆମେ ଖେଳକୁଦର ଆୟୋଜନ କରିଛୁ। 6 ବର୍ଷ ଏଇଭଳି ଭାବରେ 27 ବସନ୍ତ ପରେ ଏ 28 ବସନ୍ତ ବର୍ତ୍ତମାନ ଚାଲିଛି। ଏ 28 ବସନ୍ତରେ ଆମେ ବର୍ତ୍ତମାନ ପଦାର୍ପଣ କରିଛେ। ବର୍ତ୍ତମାନ ଆଜି ହେଉଛି ଉଦ୍ଘାଟନୀ ଉତ୍ସବ। ଏ ଉଦ୍ଘାଟନୀ ଉତ୍ସବରେ ବର୍ତ୍ତମାନ ମୁଁ ଅନୁରୋଧ କରିବି ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟରଞ୍ଜନ ଦାସ ସେ ତାଙ୍କର ଅଭିଭାଷଣ ରଖିବେ। ଆଜି ଆମେ ଏଠାରେ 28ତମ ବାର୍ଷିକ ପ୍ରତିଯୋଗିତାର ଉଦ୍ଘାଟନ ଉତ୍ସବରେ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। କ୍ରୀଡ଼ାର ଅର୍ଥ ନୁହେଁ ଯେ ଆମେ ସାର୍ଟିଫିକେଟ୍ ହାସଲ କରିବା। କ୍ରୀଡ଼ା ହେଉଛି ଶରୀର ଏବଂ ମନକୁ ପ୍ରଫୁଲ୍ଲିତ କରିଥାଏ। ଶରୀର ମନ ସୁସ୍ଥ ରହିଥାଏ। ଖେଳର ମନୋବୃତ୍ତି ନେଇ ଜୀବନ ଯୁଦ୍ଧରେ ଅଗ୍ରସର ହେବା ପାଇଁ କ୍ରୀଡ଼ା ଆମକୁ ଉତ୍ସାହିତ କରିଥାଏ। ବାସ୍ତବରେ ସ୍ପୋର୍ଟ ଇଜ୍ ପାର୍ଟ ଅଫ୍ ଏଜୁକେସନ୍, ଇମ୍ପୋର୍ଟାଣ୍ଟ ପାର୍ଟ ଅଫ୍ ଏଜୁକେସନ୍। ହେଲ୍ଥ ଇଜ୍ ୱେଲ୍ଥ। କ୍ରୀଡ଼ା ହେଉଛି ଆମକୁ କେବଳ ଚରିତ୍ର ଗଠନ, ସଂଯମ ବ୍ୟବହାର ଏବଂ ଶିକ୍ଷା ଯେପରି ଆମର ଚରିତ୍ର ଗଠନ, ଶୃଙ୍ଖଳା ଏବଂ ସଂଯମ ବ୍ୟବହାର ଶିକ୍ଷା ଦେଇଥାଏ, କ୍ରୀଡ଼ା ଆମକୁ ଏହିପରି ପ୍ରେରଣା ଦେଇଥାଏ। ବଞ୍ଚିବା ପାଇଁ ଜୀବନ ଯୁଦ୍ଧରେ ଆମେ କ୍ରୀଡ଼ା ଆମକୁ ଆଗକୁ ଯିବାରେ ସାହାଯ୍ୟ କରିଥାଏ। Sport is part of education and it is a blessing for good health. Health is wealth. I wish you all a happy and prosperous life. ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରିବି ଯେ ତୁମମାନଙ୍କର ଚଲାପଥ କୁସୁମିତ ହେଉ ଏବଂ ତୁମେମାନେ ସଫଳତାର ଶୀର୍ଷରେ ପହଞ୍ଚ। ଯାହା ବି ହଉ ପାଠ ବଢ଼ିଆ ଦେଇଛି ଖେଳିବା ପାଇଁକି। ଆଜି ଆମର ଖେଳ ହବ। ପିଲାମାନଙ୍କର ପାଠ ପଢ଼ିବା ଯେତିକି ଆଗ୍ରହ ତାଠାରୁ ଅଧିକ ଆଗ୍ରହ ଅଛି ଖେଳିବା। ସୋମବାର ଠାରୁ ଆରମ୍ଭ ହୋଇ ଆଜି ଗତକାଲି ପର୍ଯ୍ୟନ୍ତ ପ୍ରାକ୍ଟିସ୍ କରାଯାଇଛି। ସମସ୍ତଙ୍କ ଆଗ୍ରହ ଖେଳ ହବ। ଆମେ ଖେଳରେ କିଛି ଭଲ ଖେଳିବୁ, ପ୍ରାଇଜ୍ ପାଇବା ତୁମେ ସମସ୍ତେ ଭାଗ ନେବା, ଭଲ ଖେଳିବା ଏବଂ ଖେଳିବା ଦ୍ୱାରା ଆମର ଶାରୀରିକ ମାନସିକ ଅବସ୍ଥା ନିଶ୍ଚିତ ଭଲ ରହିବ। ପାଠ ପଢ଼ା ହିସାବରେ ଆମେ ଯେତିକି ମାନେ ମାନସିକ ଅବସ୍ଥା ଭଲ ରହେ, ଖେଳ ଦ୍ୱାରା ଶାରୀରିକ ଖେଳ ଦ୍ୱାରା ବ୍ୟାୟାମ କସରତ ଦ୍ୱାରା ଆମ ଶରୀର ଫୁର୍ତ୍ତି ରହିବ, ପଢ଼ିବାକୁ ଭଲ ରହିବ, ପଢ଼ିବାକୁ ଭଲ ଲାଗିବ ଆଉ ମନ ଆମ ସତେଜ ରହିବ। ତେଣୁ ଯାହା ବି ହଉ ଏଇ ଆଜି ଆମର ଏଇ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା କରାଯିବ। ଏଥିପାଇଁ এই যে আয়োজন করা হয়েছে এতে আমার বিদ্যালয়ের সমস্ত শিক্ষক শিক্ষয়িত্রীদের সম্পূর্ণ ভাবে সহযোগ করা হয়েছে। সেমানে সকলেই আয়োজন করছেন। তেমন সেমানকু এই কার্যক্রম আমি বহুত বহুত ধন্যবাদ জানাই। আগে কিপরি পরিসমাপ্তি করা সংবাদ পর্যন্ত সহযোগ করবে এটিকে আমার বক্তব্য রাখুছি।
হচ্ছে। আগস্ট 15 জানুয়ারি 26 খরা ହୁଏ। ଏ ଖରାରେ ଠିଆ ହେବାଟା ଦଣ୍ଡ। ଆଜି ଦଣ୍ଡ ଲାଗୁନଥିବ, ଭଲ ମଜା ଲାଗୁଥିବ। ପାଠ ସାଙ୍ଗରେ ଖେଳ এটা ନିହାତି ଆବଶ୍ୟକ। ଖେଳଟା ପିଲେ ଜନ୍ମ ହେବା ପୂର୍ବରୁ ତ ଆରମ୍ଭ ହୋଇଥାଏ, ଜନ୍ମ ହେବା ମାତ୍ରେ ପିଲା ଖେଳ ଆରମ୍ଭ କରିଦିଏ। ଗୋଡ଼ ହାତ ହଲେଇବା ସେଇଠୁ ତାର ଖେଳ ଆରମ୍ଭ ହୁଏ। ଆଗେ ଆମେ ସୁସ୍ଥ ରହିଲେ ତାପରେ ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେବା। ତେଣୁ ଖେଳଟା ନିହାତି ଆବଶ୍ୟକ। ସମସ୍ତେ ଅବଶ୍ୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରନ୍ତିନି। ଖେଳ ଆଉ କ୍ରୀଡ଼ା ୟା ଭିତରେ ଟିକେ ପାର୍ଥକ୍ୟ ଅଛି। ଫୁଟବଲ ମ୍ୟାଚ୍ କହ, କ୍ରିକେଟ ମ୍ୟାଚ୍ କହ, ତାଠୁ ଏ ଦୌଡ଼ କୁଦ ସ୍ପୋର୍ଟସ, ଦୌଡ଼ କୁଦ ପ୍ରତିଯୋଗିତା ଏଇଟା ଗୋଟେ ନିଆରା ପରମ୍ପରା। ୟା ସାଙ୍ଗରେ ତମର ନାଚ ଅଛି, ଗୀତ ଅଛି, ସୁନ୍ଦର ହସ୍ତାକ୍ଷର ଅଛି, ଚିତ୍ରାଙ୍କନ ଅଛି। ତାକୁ ମଧ୍ୟ ଆମର ବାର୍ଷିକ ଉତ୍ସବ ଯେତେବେଳେ ପାଳନ କରାଯିବ ତା ପାଇଁ ପ୍ରାଧାନ୍ୟ ଦିଆଯିବ। ତେଣୁ ତିନି ତ ଆମର ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଗ୍ରହଣ କରିବେ। ତଥାପି ଯେଉଁମାନେ ଗୋଟେ ଅଂଶଗ୍ରହଣ ନ କଲେ ମଧ୍ୟ ଏ ଖେଳକୁ ନ ଦେଖିଲେ, ଦର୍ଶକ ନଥିଲେ ଷ୍ଟେଜ ଉପରେ ନାଚିବା ପାଇଁ ନାଚୁଥିବା ଲୋକ ଆଗ୍ରହ ସୃଷ୍ଟି ହେବନି। ବର୍ତ୍ତମାନ ଭାଷଣ ଦେବ, ତମର ତ ଭାଷଣ ଶୁଣିବାକୁ ଆଗ୍ରହ ନାହିଁ, ଖେଳିବା ପାଇଁ ସମସ୍ତଙ୍କର ମନ ହେବନି। ତେଣୁ ଅଧିକା ଆଉ ଭାଷଣ ଦେବା ପାଇଁ ମୁଁ ପସନ୍ଦ ମନେ କରୁନି। ଗୋଟାଏ କଥା ପିଲା ମନେ ରଖିଥା, ଖେଳ ଶେଷରେ ତାଳି ମାରିଲେ ଦୁଇଟା ଏକ ହାତର ତାଳି ଯୋଉ ଆଙ୍ଗୁଠିର ଅଗ୍ରଭାଗରେ ଥିବା ଶିରା ପ୍ରଶିରା ତାର ମଧ୍ୟ ସଞ୍ଚାଳିତ ହୁଏ। ତେଣୁ ପ୍ରତି ନାଚ ଶେଷରେ ଆଉ ଭାଷଣ ଶେଷରେ ଆଉ ତାଳି ମାରିଲେ ସେଇଟା ଉତ୍ସାହ ପ୍ରଦାନ କରିବ। ଅଂଶଗ୍ରହଣ କରୁଥିବା, ନାଚରେ ଅଂଶଗ୍ରହଣ କରୁଥିବା ଯେଉଁମାନେ ନାଚୁଥିବେ ତାଙ୍କୁ ସେଥିରେ ତମର ବେଶୀ ଉପକାର। ସେଇଥିପାଇଁ ତାଳି ମାରିକି ଭଜନ ବୋଲନ୍ତି। ତେଣୁ ସବୁଥିରେ ତାଳିଟାକୁ ଟିକେ ପ୍ରାଧାନ୍ୟ ଦେବ। ସେ ମଧ୍ୟ ଗୋଟାଏ କ୍ରୀଡ଼ା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ। ଆଜି ଯେତେବେଳେ ମୁଁ ଷ୍ଟେଜକୁ ଆସିଲି, ଆମର ହାଇସ୍କୁଲ ପିଲା, ମାଇନର ସ୍କୁଲ ପିଲା ଯେତେବେଳେ ମାସ୍କ କରି ଗଲେ ମୋତେ ଭାରି ଖୁସି ଲାଗିଲା। କାହିଁକି ସେମାନେ ଯେଉଁ ପ୍ରକାର ଭାବଭଙ୍ଗରେ ମାସ୍କ କରିଗଲେ ମୋ ମନ ଭାରି ଖୁସି ହେଲା। ଆଉ ମୁଁ ମଧ୍ୟ ତାଙ୍କୁ ଏଇ ଜଗନ୍ନାଥଙ୍କ ପାଖରେ ଗୁହାରି କରି କହୁଛି ତାଙ୍କର ଚଳମୟ ପୁଷ୍ପ ହେଉ। ଆଜି ଯେଉଁ ମଞ୍ଚ ଉପରେ ଯେଉଁ ଝିଅମାନେ ନୃତ୍ୟ ପରିବେଷଣ କଲେ, ଧନ୍ୟ ତାଙ୍କ ପିତାମାତା। ଆଉ ତାକୁ ଯେଉଁ ନୃତ୍ୟ ପରିବେଷଣ କରିବାରେ ସାହାଯ୍ୟ କରିଥିଲେ ଯେଉଁ ଗୁରୁମା, ତାକୁ ମଧ୍ୟ ଧନ୍ୟବାଦ। ତାପରେ ମୁଁ ଆଜି ବାଟରେ ଆସୁ ଆସୁ ଶୁଣିବା ପାଇଲି, ଜଣେ ଅଭିଭାବକ ମୋତେ କହିଲା ଯେ ସାର୍ ମୋ ପିଲାଟା ଆର ବର୍ଷ ପାଇଲାନି, ଏ ବର୍ଷ କିନ୍ତୁ ପିଲା ପାଇଲ। ମୁଁ ଜାଣି କ'ଣ ପାଇଲ? ଆମେ ତାକୁ ମନ ଇଚ୍ଛା ତାକୁ ପ୍ରାଇଜ୍ ଦେଇଯାଉଛୁ ନା ମନ ଇଚ୍ଛା ସିଲେକ୍ସନ କରିଯାଉଛୁ? ଯେ କ୍ରୀଡ଼ା ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବ ଆମର ଶିକ୍ଷକମାନେ ତାକୁ ଇଏ କରିବେ। ଆଜି ଏହି ଅବସରରେ ମଞ୍ଚାସୀନ ଅତିଥିମାନଙ୍କୁ ସମସ୍ତେ ଜଣାଇଛନ୍ତି। ବିଶିଷ୍ଟ ଆକର୍ଷଣ ବ୍ୟକ୍ତି ଯିଏକି ଆମର ସାମ୍ବାଦିକ ଆମର ଈଶ୍ୱର ଚନ୍ଦ୍ର ମହାରାଜ, ଯାହାକୁ ପିଲାମାନେ ତମେ ଆଗରୁ ଆମର ଷ୍ଟେଜରେ ଦେଖିଥିଲ। ଯାହା ହଉ ସେ ଆମର ଉପସ୍ଥିତ ଅଛନ୍ତି। ସ୍କୁଲର ପ୍ରସ୍ତାତା, ସହପ୍ରସ୍ତାତା, ମାଇନର ସ୍କୁଲ ହେଡମାଷ୍ଟର, ହାଇସ୍କୁଲ ହେଡମାଷ୍ଟର, ହାଇସ୍କୁଲର ମାନେ
ଇଏ ପ୍ରଧାନ ଶିକ୍ଷୟତ୍ରୀ ଆଉ ଆମର ଗୁରୁଜନ ଆଉ ଆମର ସମିତିର ସଭ୍ୟମାନେ ଆଉ ଅଭିଭାବକ ଅଭିଭାବକମାନଙ୍କୁ ମୋର ଅଶେଷ ଧନ୍ୟବାଦ। ପିଲାମାନେ ବିଶେଷ ସମୟ ନବୀ ନେଇ ଗୋଟିଏ କଥା କହିବି ଯେ ଖାଲି ପାଠ ପଢ଼ିବା ନୁହଁ, ତା ସଙ୍ଗେ ସେ ଗୃହର ମାନେ ଅଙ୍ଗପତ୍ର ପରିଚାଳନା କରିବା ପାଇଁ ତାର ମୁଖ୍ୟ କାରଣ ହେଉଛି ସ୍ପୋର୍ଟସ ବା ଖେଳ। ପିଲାମାନେ ତୁମେ ଯାହା କହୁଛ ଏଇ କ୍ରୀଡ଼ା ପ୍ରତିଯୋଗିତାକୁ ସଫଳମଣ୍ଡିତ କରି ଆଜି ଏଇ ଅଷ୍ଟବିଂଶ କ୍ରୀଡ଼ା ପ୍ରତିଯୋଗିତା ଇଏ କରିବ। ଏତିକି କହି ମୁଁ ବିଦାୟ ନେବି। ଯାହା ହଉ ଏ ସ୍କୁଲ ମୁଁ ଦେଖିନଥିଲି ଏତେ ପିଲା ହେବା, ଆଉ ବହୁତ ଖୁସି ଲାଗିଲା। ମୁଁ କେବଳ ସରସ୍ୱତୀ ଶିଶୁ ମନ୍ଦିରକୁ ଭାବିଥିଲି ଭଲ ବୋଲି, ପ୍ରଥମେ ଯେ